ପୁଣି ଆଜି ନେଇ ଆସିଛି କିଛିଟା ଛୋଟ ଛୋଟ ଚିପ୍ ଯାହାକି ଆମ ଲେଡ଼ିଜ୍ ମାନଙ୍କ ପାଇଁ ବହୁତ ବଢ଼ିଆ ରହିବ ଆଉ ଆମ କାମକୁ ସରଳ କରିବ ଆଉ ସହଜ ମଧ୍ୟ କରିବ। ନମସ୍କାର, କୁକ୍ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଏବେ ଆରମ୍ଭ କରିବା ପ୍ରଥମ ଟିପ୍। ତ ମୁଁ ଏଇଠି ନେଇଯାଇଛି ଚୁଟକିଏ ହଳଦୀ, ଗୋଟେ ଛୋଟ ଚାମଚ ବେସନ ଆଉ ହାଫ୍ ଚାମଚ ପାଖାପାଖି ହେବ ଆଲୋଭେରା ଜେଲ୍। ପୁଅ ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ ସମସ୍ତଙ୍କ ପାଇଁ ଏଇ ରେମେଡ଼ିଟା ଆମର ବହୁତ ବଢ଼ିଆ ରହିବ। ପୁରା ସହଜ ଉପାୟ ଆଉ ସବୁ ଆମ ଘରେ ମିଳିଯିବ, କିଛି ବି ଆମକୁ ବାହାରୁ କିଣିବାକୁ ପଡ଼ିବନି। ଏଇ ଯେଉଁ ଆଲୋଭେରା ଜେଲ୍ ହେଲା, ଜେଲ୍ଟା ତ ଆମେ କିଣୁଛେ ହେଲେ ସବୁବେଳେ ଘରେ ରଖୁଛେ, ଯେମିତି ହେଲେ ଆମେ ସମସ୍ତେ ଆଜିକାଲି ଘରେ ଆଲୋଭେରା ଜେଲ୍ ରଖୁଛନ୍ତି। ଯଦି ନ ରଖୁଥିବେ, ଯଦି ବାଡ଼ିରେ ଆଲୋଭେରା ଗଛ ଥିବ ସେଥିରୁ ଖଣ୍ଡେ ପତ୍ର ନେଇ ଆସିବେ, ତାକୁ ଟିକେ ରାମ୍ପି ଦେଲେ ସେ ଜେଲ୍ ବାହାରିବ ଆଉ ସେ ଜେଲ୍ରୁ ଅଳ୍ପ ଟିକେ ନେବେ। ଲେଡ଼ିଜ୍ ହୁଅନ୍ତୁ ଜେଣ୍ଟସ୍ ହୁଅନ୍ତୁ ସମସ୍ତଙ୍କ ପାଇଁ ବହୁତ ବଢ଼ିଆ ସହଜ ରେମେଡ଼ିଟେ। ଆଉ ସମସ୍ତଙ୍କ ମୁହଁ ଏଇ ଶୀତ ଦିନେ ବହୁତ ଖରାପ ହେଇଯାଏ, କିଛି କିଛି ଉଠିଯାଏ ମୁହଁରେ। ବାହାରୁ କେମିକାଲ କିଣିବା ଅପେକ୍ଷା ଏମିତି ଘରେ ତିଆରି କରିବା, ସହଜ ଉପାୟରେ ଘରେ ତିଆରି କରିକି ଲଗେଇବା। ଯଦି ଭିଟାମିନ୍ ଇ କ୍ୟାପସୁଲ୍ ଆପଣ ପାଖରେ ଥିବ ତାହେଲେ ସେଥିରୁ ଗୋଟେ ପକେଇଦେବେ। ମୋ ପାଖରେ ନାହିଁ ତ କିଛି ଅସୁବିଧା ନାହିଁ, ୟାକୁ ହିଁ ମୁହଁରେ ଲଗେଇବେ, ଦେଖିବେ ବହୁତ ବଢ଼ିଆ ମୁହଁଟି ସୁନ୍ଦର ହେଇଯିବ। ଆଉ ଯଦି ଆପଣଙ୍କୁ ଥଣ୍ଡା ଥାଏ ନା, ତାହେଲେ ଥଣ୍ଡାରେ ଏଇ ଯେଉଁ ଆଲୋଭେରା ଜେଲ୍ ପଡ଼ିଲା ଟିକେ ଅଳ୍ପ ପକେଇବେ, ବେଶୀ ପକେଇବେନି। ଆଲୋଭେରା ଜେଲ୍ଟା ଥଣ୍ଡା, ଯେମିତି ମୋତେ ହିଁ ଥଣ୍ଡା, ମୁଁ ବି ଅଳ୍ପ ଟିକେ ଆଲୋଭେରା ଜେଲ୍ ପକେଇଛି। ଆହୁରି ଆଲୋଭେରା ଜେଲ୍ ସେଥିରେ ପକେଇବେ ଯଦି ଥଣ୍ଡା ହେଉନଥିବ। ତ ଏଇ ରେମେଡ଼ି ଆମକୁ ବିଲକୁଲ ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି, ଆମ ମୁହଁ ଚିକ୍କଣ ଆଉ ଗୋରା ହେଇଯିବ। ଏବେ ଦେଖିବା ନେକ୍ସଟ ଟିପ୍। ବିଲାତି ଆମେ ରାନ୍ଧୁଛନ୍ତି, ହେଲେ ରାନ୍ଧିବା ପୂର୍ବରୁ କ'ଣ କରିବା ନା, ଗୋଟେ ଛୁରୀ ଆଣିବା। ଛୁରୀ ତାର ଯେଉଁ ଧାର ନୁହଁ, ଧାର ଅନ୍ୟ ପଟରେ ଓଲଟା ପଟେ କ'ଣ କରିବା, ଏମିତି ହିଁ ରାମ୍ପିବା। ଦେଖନ୍ତୁ ହାଲକା ହାଲକା କରିକି ଏମିତି ରାମ୍ପିବା। ବିଲାତିକି ସବୁ ପଟ ଏମିତି ବୁଲେଇ ସବୁ ଜାଗାରେ ଏମିତି ହିଁ ଆମେ ତାକୁ ଛୁରୀରେ ରାମ୍ପିବା। ଆଉ ଏମିତି ଯଦି ଛୁରୀରେ କରିବା କ'ଣ ଫାଇଦା ପାଇପାରିବା ଆଗକୁ କହିବି। ଭିଡ଼ିଓରେ ଲାଗି ରୁହନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ସବସ୍କ୍ରାଇବ୍ କଲେ ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ପ୍ଲିଜ୍ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ। ଡେଲି ମୁଁ ଭିଡ଼ିଓ ପକାଉନି, ମୁଁ 3 ଦିନେ 4 ଦିନେ ଥରେ ଭିଡ଼ିଓ ପକାଉଛି। ଆଉ ଭିଡ଼ିଓକୁ ଆପଣମାନେ ନିଶ୍ଚୟ ଦେଖନ୍ତୁ। ଯଦି ଆପଣ ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ। ସବୁବେଳେ ଆମେ ଯାହା ବି ହେଲେ କିଛି ନା କିଛି ଟିପ୍ ଏଥିରୁ ଶିଖିପାରିବା, କିଛି ନା କିଛି ଫାଇଦା ପାଇପାରିବା। ତ ଦେଖନ୍ତୁ କିଛି ସମୟ ଛୁରୀରେ ରାମ୍ପିଲା ପରେ କେମିତି ସହଜରେ ଆମର ବିଲାତିରୁ ଚୋପା ବାହାରି ଯାଉଛି। ଆଜିକାଲି ଯେଉଁ ବିଲାତି ସବୁ ଆସୁଛି ପୁରା ଟାଣ ଟାଣ ବିଲାତି ଆସୁଛି, ଆଉ ସେ ଚୋପା ଗୁଡ଼ାକ ବି ବହୁତ ଟାଣ। ତରକାରୀରେ ପକାଇଲେ ପୁରା ସେମିତି ଚୋପାଟା ରହିଯାଏ, ଡାଇଜେସନରେ ଅସୁବିଧା ହୁଏ। ଜଣଙ୍କର ସେମିତି ତ ହୁଏ। ଆଉ ଚୋପା ବି ଖାଇବାକୁ ବି ଭଲ ପାଆନ୍ତିନି, ପିଲାମାନଙ୍କ ପାଟିକି ଲାଗେ। ବେଶୀ କରି ପିଲାମାନଙ୍କ ପାଟିକି ଲାଗେ, ସେମାନେ ବିଲକୁଲ ବି ଖାଆନ୍ତିନି, ଥୁ ଥୁ କରିକି ପକାଇ ଦିଅନ୍ତି। ତ ନିହାତି ଆମେ ଏମିତି ଚୋପାକୁ ବାହାର କରିକି ବିଲାତିକୁ ରାନ୍ଧିବା। ତ କେତେ ସହଜରେ ଆମେ ବିଲାତିରୁ ଚୋପା ବାହାର କରିଦେଲେ, ବିଲକୁଲ ବି ଆମକୁ ସିଝେଇବାକୁ ପଡ଼ିଲାନି। ତ ଯଦି ଏଇ ଟିପ୍ଟି ଭଲ ଲାଗିଛି ନିଶ୍ଚୟ ଆ ପାଇଁ ଗୋଟେ ଲାଇକ୍ ଦିଅନ୍ତୁ। ଏବେ ଯିବା ନେକ୍ସଟ ଟିପ୍କୁ। ଆଜିକାଲି ଏଇ ଯେଉଁ ପିଆଜ ଆସୁଛି, ପିଆଜ ଗୁଡ଼ା କ'ଣ ହୁଏ ନା, ଏମିତି ତାର ଗଜା ହେଇଯାଏ। ତ ଗଜା ଯଦି ହେଇଯାଏ ଆମେ ୟାକୁ କ'ଣ କରିବା, ଆମେ ତ କିଲେ 2 କିଲେ ନେଇ ଆସିଥିବା, ସବୁତକ ଏମିତି ଗଜା ହେଇଯିବ। ଗଜା ହେଇଗଲେ ତା ଭିତରେ କେମିତି ଟାଣ ଟାଣ ହେଇଯାଏ, ସେଇଟା ଟିକେ ଭଲ ଲାଗେନି। ତ କ'ଣ କରିବା, ରାନ୍ଧି ହେବ ହେଲେ ଭଲ ଲାଗେନି। ତ କ'ଣ କରିବା, ଏମିତି ଟିକେ ମହମବତୀ ଲଗାଇଦେବା। ତାର ଯେଉଁ ଚେର ଗୁଡ଼ା ଥାଏ ତା ଉପର ପଟରେ, ସେଗୁଡ଼ା ଟିକେ ଟିକେ ଆମେ କ'ଣ କରିବା, ହାଲକା ହାଲକା ଦେଖେଇଦେଲେ ସେ ଚେର ଗୁଡ଼ା ଟିକେ ଟିକେ ପୋଡ଼ିଗଲେ ଆଉ ବିଲକୁଲ ବି ଆଉ ସେ ଗଜା ହେବନି। ଯେତେ ସବୁ ପିଆଜ ଆଣିଥିବେ, କିଲୋ ହଉ 2 କିଲୋ, ଗୋଟିକି ଉଠେଇ ଆଣିବେ ଆଉ ଏମିତି ହିଁ ଟିକେ ଟିକେ ଲଗାଇଦେବେ। ଝାପସା ଯେତେବେଳେ ତତଲାଟା ବାଜିଯିବ ନା, ସେ ଆଉ ବିଲକୁଲ ବି ସେ ଗଜାଟା ଆଉ ହେବନି। ଆରାମରେ ଆମେ 8 ଦିନ ହଉ 15 ଦିନ ରଖିକି ଆମେ କାରବାର କରିପାରିବା, ରାନ୍ଧିପାରିବା। ଆଉ ଗଜା ପିଆଜ ଯଦି ଆମେ ସାଲାଡ଼ କରିବା, ସାଲାଡ଼ରେ ବି ବିଲକୁଲ ବି ଭଲ ଲାଗେନି। ତରକାରୀ ପତ୍ର କରିବା, ଯେଉଁ ମସଲା ଫସଲା ବାଟି ଦେଲେ ଚଳିବ, କିନ୍ତୁ ଆମେ ସାଲାଡ଼ କଲେ କଞ୍ଚା ଖାଇଲେ ଆମକୁ ସେଇଟା ଟିକେ ଭଲ ଲାଗେନି। ଜଣେ ଜଣେ କ'ଣ କରନ୍ତି, ପିଆଜ ଗଜା ହେଇଛି ଦେ ତାକୁ ଫୋପାଡ଼ି ଦେ, ବିଲକୁଲ ବି ଫୋପାଡ଼ିବେନି, ଏମିତି ହିଁ କରିକି ରଖିପାରିବେ। ତ ଏମିତି ହାଲକା ଦେଖେଇଦେବେ, ଚେର ଗୁଡ଼ାକ ଯେମିତି ଟିକେ ଟିକେ ତାତିଯିବ, ହାତରେ ଏମିତି ଝାଡ଼ିଦେବେ, ସେ ଚେର ଗୁଡ଼ାକ ସବୁ ଝଡ଼ିଯିବ। ଆଉ ତାର ଯେଉଁ ପଟେ ଗଜା ହେଇଥିବ ସେପଟେ ବି ଟିକେ ଦେଖେଇଦେବେ। ଆଉ ଯଦି ବେଶୀ ସମୟ ଏମିତି ଦେଖେଇବା ନିଆଁରେ, ସେ ସିଝିଯିବ, ପିଆଜଟା ନଷ୍ଟ ହେଇଯିବ। ବିଲକୁଲ ବି ବେଶୀ ସମୟ ଦେଖିବେନି, ପୁରା ହାଲକା ହାଲକା ଖାଲି ଲଗେଇଦେଲା ଭଳିଆ ଲଗେଇଦେବେ, ଖାଲି ଧାସ ଯେମିତି ପଡ଼ିବ। ତ ଏବେ ଦେଖିବା ନେକ୍ସଟ ଟିପ୍।
ତ ମୁଁ ଏଇଠି ଗୋଟେ କର୍ପୂର ନେଉଛି ଚୋରିବି। ତ ଏଇ ଯେଉଁ ଛୋଟ ଛୋଟ ଅମୁଲ ପ୍ୟାକେଟ୍ ଆସେ ଇଏ ଆମର ବହୁତ ବଢ଼ିଆ କାମ କରିବ। ଆମେ ଯେତେବେଳେ ଏମିତି ଛୋଟ ପ୍ୟାକେଟ୍ ଆଣୁଛେ ଆମେ ରଖିଥିବା ତାକୁ, ଇଏ ହେଲା ଆମର ଅଳ୍ପ ଅଳ୍ପ ଜିନିଷ ଯାହା ବି ଆମେ ଚୁରିବାକୁ ଚାହୁଁଥିବା କିମ୍ବା କୌଣସି ରସୁଣ ଛେଚିବାକୁ ଚାହୁଁଥିବା କିମ୍ବା ଅଳ୍ପ ଗୋଟେ ପିଆଜ ଛେଚିବାକୁ ଚାହୁଁଥିବା ଆ ଭିତରେ ପୂରେଇକି ଛେଚିଦେବା। ଏଇଟା ହେଲା ଟିକେ ମୋଟା ଜରି, ଛେଚିଲେ କିଛି ବି ଚିରିବନି ଜରି। ଯଦି ଆମେ ପଲିଥିନରେ ପୂରେଇକି ଯଦି ଏମିତି ଛେଚିବା ପଲିଥିନଟା ଚିରିଯିବ। କିମ୍ବା କୌଣସି ମିଶ୍ରି ହଉ ଯାହା ବି ଆମେ ଗୁଣ୍ଡ କରିବାକୁ ଚାହୁଁଛେ ଆ ଭିତରେ ପୂରେଇ ଗୁଣ୍ଡ କରିପାରିବା। କେତେ ସୁନ୍ଦର ଭାବରେ କେତେ ଫାଇନ୍ ଗୁଣ୍ଡ ହେଇଗଲା ଏଇ କର୍ପୂରଟି ଦେଖନ୍ତୁ। ତ ଏବେ ଦେଖିବା ନେକ୍ସଟ ଟିପ୍। ପିଲାମାନେ ଯେତେବେଳେ ଏଇ ମୋଜା ଗୁଡ଼ାକ ବ୍ୟବହାର କରୁଛନ୍ତି ସେ କିଛି ଦିନ ବ୍ୟବହାର କଲା ପରେ ଏମିତି ରୁମ ଉଠିଯାଏ, ଉପରକୁ ପୁରା ବିଣ୍ଡି ବିଣ୍ଡି ଭଳିଆ ହେଇକି ଦେଖାଯାଏ, ଯାହାକି ଜମା ବି ଭଲ ଦେଖାଯାଏନି। ତ ଆଜି ମୁଁ ଗୋଟେ ନୂଆ ଉପାୟ କହୁଛି, ଅତି ସହଜ ଲାଗିବ ଆମକୁ ସେ ବିଣ୍ଡି ବିଣ୍ଡି ଗୁଡ଼ାକ ରିମୁଭ୍ କରିବାକୁ। ଏମିତି ଗ୍ଲାସ୍ ନେଇ ଆସିବା, ଗ୍ଲାସ୍ରେ କ'ଣ କରିବା ମୋଜାକୁ ପୂରେଇ ଦେବା। ମୋଜାକୁ ପୂରେଇ ଦେଲେ କ'ଣ ହେବ ନା ସେ ପୁରା ଟାଇଟ୍ ଭଳିଆ ହେଇକି ରହିବ। ତ ଏଠି ଦେଖନ୍ତୁ ମୁଁ ଏମିତି କ୍ଷୀର ହେବା ବ୍ଲେଡ଼ ନେଇ ଆସିଛି, ସେଥିରେ ଯଦି ଆମେ ଏମିତି କରିବା ସେ ଯେଉଁ ରୁମ ଗୁଡ଼ାକ ତ ବାହାରିବ, କିନ୍ତୁ ମୋଜାଟା ଆମର ଟିକେ ପୁରା ଫାଙ୍କା ଫାଙ୍କା ଯେମିତି ହେଇଯିବ, ଜାଲି ଜାଲି ଭଳିଆ ହେଇଯିବ। ଯଦି ପୁରା ପତଳା ମୋଜା ଥିବ ବିଲକୁଲ ବି ହେବନି, ଆସିବନି ସେ ରୁମ ଗୁଡ଼ାକ, ତ ଚିରିବାର ବି ସମ୍ଭାବନା ଥାଏ ଏମିତି ଯଦି କରିବା। ତ ସେଥିପାଇଁ ଆଉ ଗୋଟେ ବହୁତ ବଢ଼ିଆ ଉପାୟ ଅଛି। ତ କ'ଣ କରିବା, ଏମିତି ହିଁ ଗ୍ଲାସ୍ରେ ମୋଜାକୁ ରଖିଦେବା କିମ୍ବା କୌଣସି ବୋତଲରେ ରଖିଦେବା। ତାପରେ କ'ଣ କରିବା, ଆମେ ଯେଉଁ ସେଲୋ ଟେପ୍ ଅଛି ନା ଆମର, ଏଇଭଳି ସେଲୋ ଟେପ୍ ନେଇଆସିବେ କିମ୍ବା ଆହୁରି ଓସାରିଆ ଯେଉଁ ଅଛି ବଡ଼ବାଲା ତାକୁ ନେଇଆସିବେ। ଏମିତି ଚାରିପଟେ ଏମିତି ବୁଲେଇ ଦେବେ, ପୁରା ମାଡ଼ି ମାଡ଼ିକି ହାତରେ ପୁରା ଲଗେଇଦେବେ, ପୁରା ଲଟକେଇ ଦେବେ। ଯେତେ ସବୁ ରୁମ ଥିବ ସବୁ ପୁରା ପଳେଇ ଆସିବ ସେଇ ସେଲୋ ଟେପ୍ରେ। ଆଉ ଗ୍ଲାସ୍ଟା ତ ପୁରା ଗୋଲ ହେଇକି ରହିଛି, ଆଉ ମୋଜା ଦେହରେ ଯଦି ଖାଲି ସେମିତି ଏମିତି ଗୁରେଇଥାନ୍ତେ ଏତେ ଆସିବନି, ରିମୁଭ୍ ହେବନି ସେ ରୁମ ଗୁଡ଼ାକ। ତ ଆମେ ଏମିତି ଯଦି ଉପାୟରେ କରିବା, ବହୁତ ସହଜ ଉପାୟରେ ଆମର ସେଇ ରୁମ ଗୁଡ଼ାକ ମୋଜା ଦେହରୁ ପଳେଇ ଆସିବ। ଏଇଠି ଦେଖନ୍ତୁ ଟେପ୍କୁ ଏମିତି ଭଲ ଭାବରେ ଗୁରେଇ ଦେବେ ଆଉ ହାତରେ ଏମିତି ପୁରା ଚାପିଦେବେ। ଚାପିଦେଲା ମାନେ କ'ଣ ହେବ ନା ଯେତେ ସବୁ ଅଳିଆ ଥିବ ତା ଦେହରେ, ମୋଜା ଗୁଡ଼ାକରେ କେତେ ସବୁ ଅଳିଆ ଲାଗିଥାଏ ନା, ପିଲାମାନେ ଯଦି ବାହାରକୁ ଯାଇଥିବେ ଚୁଟି ଲାଗିଥିବ, ଅଳିଆ ଲାଗିଥିବ, ଯେଉଁ ଧୂଳି ଫୁଳି ଲାଗିଥିବ ସବୁ ସେଥିରେ ପଳେଇ ଆସିବ। ଯଦି ଆମେ କୌଣସି କାରଣରୁ ସଫା କରିପାରିବାନି, ହଠାତ୍ କି ବାହାରକୁ ଯିବାର ଅଛି ଆଉ ଏ ମୋଜାଟି ଧୂଳି ହେଇଛି, ଅସନା ହେଇଛି, ତ ଏମିତି ଯଦି ଆମେ କରିଦେବା ସେ ଧୂଳି ସହିତ ସବୁ ସଫା ହେଇଯିବ। ଯଦି ଆହୁରି ଓସାରିଆ ସେଲୋ ଟେପ୍ ଥିବ ଆହୁରି ବଢ଼ିଆ, ଶୀଘ୍ର ଶୀଘ୍ର ହେଇଯିବ। ଆଉ ଗୋଟେ କଥା ଦେଖନ୍ତୁ, ମୁଁ ଏଠି ଗୋଟେ ଜାଗାରେ ଲଗେଇଥିଲି ଯେଉଁ ଟେପ୍କୁ, ତାକୁ ବାହାର କରି ଆଣିଲି ପୁଣି ଆଉ ଗୋଟେ ଜାଗାରେ ଲଗେଇଲି। ଏମିତି କରି ଗୋଟେ ସେଲୋ ଟେପ୍ରେ ଆମେ ଦୁଇଟା ଜାଗା ସଫା କରିପାରିବା। ତ ସାଙ୍ଗମାନେ ଆଇଡ଼ିଆଟା କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାଇବେ। କେଉଁଠୁ ଦେଖୁଛନ୍ତି ନିଶ୍ଚୟ କମେଣ୍ଟରେ ଜଣାଇବେ। ତ ଆଜି ପାଇଁ ରହୁଛି, ଜୟ ଜଗନ୍ନାଥ।